ଭେଣ୍ଡିର ବାହାଘର। ଭେଣ୍ଡି ସହ ବାଇଗଣର ବାହାଘର ବିଷୟରେ ଜାଣିବା। ଭେଣ୍ଡି ସହିତ ବାଇଗଣର ବାହାଘର ଠିକ୍ ହୋଇଗଲା। ସକାଳୁ ସବୁ ପରିବା ଗୋଟିଏ ଜାଗାରେ ଏକାଠି ହେଲେ। ଧନିଆ ପତ୍ର ଭେଣ୍ଡିକୁ ବୋହୂ ବେଶରେ ସଜାଇ ଦେଲା। ବର ସହ ଆଳୁ, ବିଲାତି ବାଇଗଣ, କଲରା ଓ ସଜନା ଛୁଇଁ ବାହାଘରକୁ ଗଲେ। ଖୁସିରେ ଗୀତ ଗାଇ ନାଚିଲେ। କଖାରୁ ଢୋଲ ବଜାଇ ଯାଉଥିଲା। ହଠାତ୍ ସେ ଆଳୁ ଉପରେ ଦୁଲକିନା ପଡ଼ିଗଲା। ଆଳୁ ଭେଁ କିନା ରଡ଼ି ଛାଡ଼ିଲା। ଭେଣ୍ଡି ଲାଜ ଲାଜ ହୋଇ ବାଇଗଣ ଗଳାରେ ବରଣମାଳା ଦେଲା। ସେମାନେ ଭୋଜିରେ ଲଡୁ, ବରଫି, ଜଲେବି ଖାଇଲେ। ବରକନ୍ୟାଙ୍କ ଶୁଭ ମନାସି ଘରକୁ ଫେରିଲେ। ପାଠଟିକୁ ତୁମେ କେତେ ମନେ ରଖିଛ ତାହା ଜାଣିବା ପାଇଁ ମୁଁ କିଛି ପ୍ରଶ୍ନ ତୁମମାନଙ୍କୁ ପଚାରିବି। ଆସ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଚେଷ୍ଟା କରିବା। ଆଚ୍ଛା କହିଲ ପିଲାମାନେ, ଭେଣ୍ଡି ସହିତ କାହାର ବାହାଘର ଠିକ୍ ହୋଇଗଲା? ଠିକ୍ କଥା କହିଲ, ଭେଣ୍ଡି ସହିତ ବାଇଗଣର ବାହାଘର ଠିକ୍ ହୋଇଗଲା। ଭେଣ୍ଡିକୁ ବୋହୂ ବେଶରେ କିଏ ସଜାଇ ଦେଲା? ଠିକ୍ କଥା କହିଲ ପିଲାମାନେ, ଧନିଆ ପତ୍ର ଭେଣ୍ଡିକୁ ବୋହୂ ବେଶରେ ସଜାଇ ଦେଲା। ଆଚ୍ଛା କହିଲ ପିଲାମାନେ, କିଏ କିଏ ବାହାଘରକୁ ଗଲେ? ଆରେ ବା, ଠିକ୍ କଥା କହିଲ। ବର ସହ ଆଳୁ, ବିଲାତି ବାଇଗଣ, କଲରା ଓ ସଜନା ଛୁଇଁ ବାହାଘରକୁ ଗଲେ। ଆଚ୍ଛା କହିଲ, ସେଠାରେ କ'ଣ ସବୁ ହେଲା? ଠିକ୍ କଥା କହିଲ, ସେଠାରେ ସବୁ ସମସ୍ତେ ଗୀତ ଗାଇ ନାଚିଲେ। ଆଚ୍ଛା କହିଲ, କିଏ ଢୋଲ ବଜାଉଥିଲା? କଖାରୁ ଢୋଲ ବଜାଉଥିଲା। ଆରେ ବା, ବହୁତ ବଢ଼ିଆ। ଆଚ୍ଛା କହିଲ, ହଠାତ୍ କିଏ ଆଳୁ ଉପରେ ଦୁଲକିନା ପଡ଼ିଗଲା? ଆରେ ବା, ବହୁତ ଭଲ କଥା। କଖାରୁ ଆଳୁ ଉପରେ ଦୁଲକିନା ପଡ଼ିଗଲା। ଆଚ୍ଛା କହିଲ, କଖାରୁ ଯେତେବେଳେ ଆଳୁ ଉପରେ ଦୁଲକିନା ପଡ଼ିଗଲା ସେ କିପରି ରଡ଼ି ଛାଡ଼ିଲା? ଠିକ୍ କଥା, ଭେଁ କିନା କରି ରଡ଼ି ଛାଡ଼ିଲା। ଆଚ୍ଛା, କିଏ କାହାର ଗଳାରେ ବରଣମାଳା ଦେଲା? ଠିକ୍ କଥା କହିଲ, ଭେଣ୍ଡି ବାଇଗଣର ଗଳାରେ ବରଣମାଳା ଦେଲା। ଆଚ୍ଛା କହିଲ, ବାହାଘର ଶେଷରେ ସେମାନେ କ'ଣ କରିଥିବେ? ଠିକ୍ କଥା କହିଲ, ସେମାନେ ଶୁଭ ମନାସିକି ଘରକୁ ଫେରିଥିଲେ। ଆଚ୍ଛା ପିଲାମାନେ, ଗପଟି ନିଶ୍ଚିତ ଭାବେ ଭଲ ଲାଗିଥିବ। ଆଲୋଚନାରେ ମଧ୍ୟ ତୁମେ ଭାଗ ନେଲ। ଏଇଭଳି ଆଉ ଗୋଟିଏ ମଜାଦାର ଗପ ନେଇ ଆମେ ଆଗାମୀ ଏପିସୋଡ଼ରେ ଆସିବୁ।